ଆଜିର ଭିଡିଓରେ ଆପଣମାନେ ଜାଣିବାକୁ ପାଇବେ ଯଦି କିଏ ଆପଣଙ୍କ ଠାରୁ ପଇସା ଧାର ନେଇକି ରଖିଛି ଆପଣଙ୍କୁ ସେହି ପଇସା ଦେବା ପାଇଁ ରାଜି ହେଉନାହିଁ। ଆଜି ଦେବି କାଲି ଦେବି ପହରଦିନ ଦେବି ଏମିତି କହି କହି ଦିନ ପରେ ଦିନ ମାସ ପରେ ମାସ ଏମିତି ବର୍ଷ ପରେ ବର୍ଷ ବି ବିତେଇ ଦିଅନ୍ତି। ଆଉ କିଛି ଲୋକ ଦୁଷ୍ଟ ସ୍ୱଭାବର ହୋଇଥାନ୍ତି। ଆପଣଙ୍କ ଠାରୁ ପଇସା ନେଲା ବେଳେ ପୁରା ଶାନ୍ତ ଆଉ ନମ୍ର ସ୍ୱଭାବର ବନି ଯାଇଥାନ୍ତି। କିନ୍ତୁ ଆପଣମାନେ ଯେତେବେଳେ ସେଇ ପଇସାକୁ ମାଗିଥାନ୍ତି ତ ସେହି ବ୍ୟକ୍ତି ସିଂହ ପାଲଟି ଯାଇଥାନ୍ତି। ଆପଣଙ୍କୁ ହିଁ ଓଲଟା ଜବାବ ଦେଇଥାନ୍ତି। ଯଦି ବି ଆପଣ କାହାକୁ ପଇସା ଦେଇଛନ୍ତି, ଯିଏ ବି ଆପଣଙ୍କର ସାଙ୍ଗ ହୁଅନ୍ତୁ, ବନ୍ଧୁ ହୁଅନ୍ତୁ, ଆପଣଙ୍କର ପଡ଼ୋଶୀ ହୁଅନ୍ତୁ, ଯାହା ବି ଆପଣ ପଇସା ତାଙ୍କୁ ଧାର ଦେଇଥାନ୍ତି, ଖାଲି ପଇସା ନୁହେଁ, ଯଦି ବି ଆପଣମାନେ ଆପଣଙ୍କ ଘରକୁ ଭଡ଼ାରେ ଦେଇଥାନ୍ତି ଆଉ ଯଦି ଆପଣଙ୍କ ଘର ଭଡ଼ା ମାଗିବାରୁ ସେହି ବ୍ୟକ୍ତି ଆପଣଙ୍କୁ ଘର ଭଡ଼ା ପଇସା ଦେଉନାହାନ୍ତି, ନା ପଇସା ଦେଉଛନ୍ତି, ନା ସେ ଆପଣଙ୍କର ଘର ଛାଡ଼ୁଛନ୍ତି, ତ ଏଥିପାଇଁ ବି ଆପଣମାନେ ଏହି ଉପାୟ କରିପାରିବେ। ଯଦି ଆପଣ କାହାକୁ ପଇସା ଦେଇଛନ୍ତି, ଏବେ ଏହି ଉପାୟ କରିବା ଦ୍ୱାରା ଆପଣ ତୁରନ୍ତରୁ ତୁରନ୍ତ ପଇସା ଫେରି ପାଇବେ। ଯଦି ଆପଣ ଏହି ଉପାୟକୁ କରୁଛନ୍ତି ତ ମାନିକି ଚାଲନ୍ତୁ ଆପଣ 100% ପଇସା ଫେରି ପାଇବେ ହିଁ ପାଇବେ। ଦେଖନ୍ତୁ, ଯେଉଁ ବ୍ୟକ୍ତି ଆପଣଙ୍କ ଠାରୁ ପଇସା ନେଇଛନ୍ତି ବା ଯେଉଁ ବ୍ୟକ୍ତିଙ୍କୁ ଆପଣ ପଇସା ଦେଇଛନ୍ତି ତ ସେହି ବ୍ୟକ୍ତିଙ୍କର ଗୋଟିଏ ଫଟୋ ଆପଣଙ୍କୁ ଦରକାର ପଡ଼ିବ। ସେହି ବ୍ୟକ୍ତି ପୁରୁଷ ହୁଅନ୍ତୁ କିମ୍ବା ନାରୀ ହୁଅନ୍ତୁ, ତାଙ୍କ ଫଟୋ ଆପଣଙ୍କୁ ଦରକାର ପଡ଼ିବ। ଯଦି ବି ତାଙ୍କ ଫଟୋ ଆଣିବା ଆପଣଙ୍କ ପାଖରେ ସମ୍ଭବପର ହେଇପାରୁନାହିଁ, ତେବେ ଆପଣ ଯେଉଁ ବ୍ୟକ୍ତିଙ୍କୁ ପଇସା ଦେଇଛନ୍ତି ତ ଯେଉଁ ବ୍ୟକ୍ତି ଆପଣଙ୍କ ଠାରୁ ପଇସା ନେଇଛନ୍ତି ସେହି ବ୍ୟକ୍ତିଙ୍କର ପୁରା ନାଁ ଆପଣଙ୍କୁ ଜାଣିଥିବା ଦରକାର। ସେହି ବ୍ୟକ୍ତିଙ୍କର ପୁରା ନାଁ ସହିତ ଟାଇଟେଲ ଆପଣଙ୍କୁ ଜାଣିବାକୁ ପଡ଼ିବ। ତ ଆପଣ ଏହି ଉପାୟକୁ କରିବା ପାଇଁ ଆପଣଙ୍କୁ ସେହି ବ୍ୟକ୍ତିଙ୍କର ଫଟୋ ଦରକାର ପଡ଼ିବ। ଯଦି ଫଟୋ ନାହିଁ ତ ସେହି ବ୍ୟକ୍ତିଙ୍କର ପୁରା ନାମଟି ଆପଣଙ୍କୁ ଦରକାର ପଡ଼ିବ। ତେବେ ଯାଇ ଆପଣଙ୍କର ଏହି ଉପାୟଟି 100% ହିଁ ବନିଯିବ। ଉପାୟଟିକୁ କରିବା ପାଇଁ କ'ଣ କରିବେ ନା, କୌଣସି ବି ମାସର ଶୁକ୍ଳ ପକ୍ଷ ବୁଧବାର ଦିନ ଆପଣଙ୍କ ପାଖରେ ଯଦି ଫଟୋ ନାହିଁ ତ ଆପଣ ମୋବାଇଲରେ ସେହି ବ୍ୟକ୍ତିଙ୍କର ଫଟୋ ତ ନିଶ୍ଚିନ୍ତ ଥିବ, ତେବେ ଆପଣ ଆପଣଙ୍କର ମୋବାଇଲରୁ ସେହି ବ୍ୟକ୍ତିଙ୍କ ଫଟୋକୁ ପ୍ରିଣ୍ଟ କରି କାଢ଼ିପାରିବେ। ତ ଶୁକ୍ଳ ପକ୍ଷ ବୁଧବାର ଦିନ ସେହି ଫଟୋ ନେବେ। ଯଦି ବି ଫଟୋ ନାହିଁ ତେବେ ଗୋଟିଏ ହ୍ୱାଇଟ୍ କଲର ପେପର ନେବେ। ସେହି ବ୍ୟକ୍ତିଙ୍କର ପୁରା ନାମଟି ଟାଇଟେଲ ସହ ହଳଦିଆ ରଙ୍ଗର ସ୍କେଚପେନ୍ ହେଉ କିମ୍ବା ମାର୍କରରେ ଲେଖିଦେବେ। ଆଉ ସେହି ପେପରକୁ ଆପଣ ଫୋଲ୍ଡ କରିଦେବେ। ଦେଖନ୍ତୁ, ଯଦି ଆପଣଙ୍କ ପାଖରେ ଫଟୋ ଅଛି ତ ପେପର ବାଲା କାମଟି କରିବେ ନାହିଁ। ଯଦି ଆପଣଙ୍କ ପାଖରେ ଫଟୋ ନାହିଁ ତ ଆପଣ ପେପର ବାଲା ଉପାୟଟିକୁ କରିବେ। ଆପଣ ଶୁକ୍ଳପକ୍ଷ ବୁଧବାର ଦିନ ରାତିରେ ଶୋଇବା ପୂର୍ବରୁ ଆପଣଙ୍କ ତକିଆ ତଳେ ଫଟୋଟିକୁ ରଖିଦେବେ। ରାତି ସାରା ଫଟୋଟିକୁ ତକିଆ ତଳେ ସେମିତି ରଖିଦେବେ। ଫଟୋଟିକୁ ଆପଣ ଉପର ମୁହାଁ କରିକି ରଖିବେ, ଯେମିତି ଆପଣ ତକିଆଟିକୁ ଉଠାଇ ଦେବେ, ଯେମିତି ସେହି ବ୍ୟକ୍ତିର ଫେସ୍ଟି ଆପଣଙ୍କୁ ଯେମିତି ଦେଖାଯିବ ବା ଆପଣ ଦେଖିପାରିବେ, ସେହିପରି ଫଟୋଟିକୁ ରଖିବେ। ଆପଣ ଯେବେ ସକାଳୁ ଉଠିବେ ଧ୍ୟାନ ଦେବେ ଆପଣ ରାତି ଅଧରେ ଯେମିତି ନ ଉଠନ୍ତି। ମନେକର ଆପଣଙ୍କୁ ରାତି ଅଧରେ ଟଏଲେଟ୍ ଲାଗିପାରେ କିମ୍ବା ଶୋଷ ଲାଗିପାରେ। ଧ୍ୟାନ ଦେବେ ଏହି ଫଟୋ ରଖି ଶୋଇ ସାରିବା ପରେ ରାତିରେ କୌଣସି କାରଣରୁ ବି ଆପଣ ଉଠିବେ ନାହିଁ। ଧ୍ୟାନ ଦେବେ ଯେମିତି ଆପଣଙ୍କର ପାଦ ଭୂଇଁରେ ନ ଲାଗିବ ରାତି ଅଧରେ। ଠିକ୍ ଅଛି? ତ ଯେତେବେଳେ ସକାଳୁ ଉଠିବେ ବ୍ରହ୍ମ ମୁହୂର୍ତ୍ତରୁ ହିଁ ଉଠିବେ। ଆପଣ 4ଟାରୁ 5ଟା ଭିତରେ ଉଠିବେ। ଆପଣ ସକାଳୁ ଉଠୁ ଉଠୁ ଯେମିତି ଆପଣଙ୍କର 2 ହାତକୁ ଯୋଡ଼ିକି କରାଗ୍ରେ ବସତି ଲକ୍ଷ୍ମୀ ଯେପରି ଏହି ମନ୍ତ୍ରଟିକୁ କୁହନ୍ତି, ଠିକ୍ ସେହିପରି ଆପଣ ଆପଣଙ୍କର 2 ହାତକୁ ଯୋଡ଼ି ସେହି ଫଟୋକୁ ଆପଣଙ୍କ 2 ହାତ ପାପୁଲିରେ ରଖିଦେବେ ଏବଂ ସେହି ଫଟୋକୁ ଆପଣ ଦେଖିବେ ଏବଂ ସେହି ବ୍ୟକ୍ତିଙ୍କର ପୁରା ନାମଟି କହିବେ। ମନେକର ସେହି ବ୍ୟକ୍ତିଙ୍କର ନାମ ଅମର ପଟ୍ଟନାୟକ। ଆପଣ ସେହି ଫଟୋକୁ ଦେଖିବେ ଏବଂ କହିବେ, ଅମର ପଟ୍ଟନାୟକ, ଆପଣ ଯେତିକି ଟଙ୍କା ଦେଇଥିବେ, ମନେକର 50,000 ଦେଇଛନ୍ତି କିମ୍ବା 5 ଲକ୍ଷ ଦେଇଛନ୍ତି, ତ ଆପଣ କହିବେ, ଅମର ପଟ୍ଟନାୟକ, ମୁଁ ତୁମକୁ ଗୋଟିଏ ମାସ ଟାଇମ୍ ଦେଉଛି। ତୁମେ ମୋର ଯେତିକି ଟଙ୍କା ଦେଇଥିବେ ସେତିକି ଟଙ୍କା କହିବେ। ମନେକର 50,000 ଦେଇଛନ୍ତି ତ କହିବେ, ମୁଁ 50,000 ଟଙ୍କା ମୋତେ ତୁମେ ଫେରେଇ ଦିଅ। ଏହା କହିସାରିବା ପରେ ଆପଣ ପୁରା ଦୃଢ଼ ଭାବ ରଖନ୍ତୁ ଯେ ହଁ, ସେ ଏତିକି ଦିନ ଭିତରେ ମୋ ପଇସାକୁ ନିଶ୍ଚିତ ଫେରାଇ ଦେବ ହିଁ
ଫେରାଇ ଦେବ। ଯଦି ଆପଣଙ୍କ ପାଖରେ ଫଟୋ ନାହିଁ ତ ଯେଉଁ କାଗଜରେ ଆପଣ ସେହି ବ୍ୟକ୍ତିଙ୍କର ନାମ ଲେଖିଥିଲେ ସେହି କାଗଜକୁ ଆପଣଙ୍କର ହାତ ପାପୁଲିରେ ରଖିବେ ଏବଂ ସେହି ନାମକୁ ଅନେଇକି ପୁରା ସେମ୍ କଥା ହିଁ କହିବେ। ଯେମିତି ଆପଣ ଫଟୋକୁ ଦେଖି କହିଥିଲେ ସେମ୍ କଥା ହିଁ କହିବେ। ଆଉ ଗୋଟେ କଥା, ଯଦି ଆପଣ 2ରୁ 4 ଜଣଙ୍କୁ ପଇସା ଦେଇଛନ୍ତି ତେବେ ସେହି 2ରୁ 4 ଜଣଙ୍କ ପାଇଁ ଅଲଗା ଅଲଗା କାଗଜରେ ନାଁ ଲେଖିବେ, କିମ୍ବା ଯଦି ଫଟୋ ଦ୍ୱାରା ଏହି ଉପାୟ କରୁଛନ୍ତି ତେବେ ଅଲଗା ଅଲଗା ଫଟୋରେ ଏହିପରି ଉପାୟ କରିବେ। ଏହାପରେ ଆପଣ ଏହି ଫଟୋକୁ ଆପଣଙ୍କର ବେଡର ଗଦି ତଳେ ରଖିଦେବେ। ଆଉ ଗୋଟେ କଥା ଧ୍ୟାନ ଦେବେ, ଅନେକ ଲୋକ ଅଛନ୍ତି କୌଣସି ଚାବି ହଉ, ଫାଇଲ ହଉ ବା କାଗଜପତ୍ର ବେଡର ଗଦି ତଳେ ରଖିଥାନ୍ତି। କିନ୍ତୁ ଏହି ଉପାୟକୁ ଯେବେ ଆପଣମାନେ କରିବେ, ମନେକରି ସେହି ସବୁ କାଗଜପତ୍ରକୁ, ଫାଇଲକୁ ଆପଣ କାଢ଼ିଦେବେ। ଧ୍ୟାନ ଦେବେ ଆପଣଙ୍କ ଗଦି ତଳେ କିଛି ବି ରଖିବେ ନାହିଁ। ଆପଣମାନେ ଏହି ଫଟୋକୁ ବା କାଗଜକୁ ସେଠି ରଖିଦେବେ। ପୁଣି ଥରେ ନେକ୍ସଟ ବୁଧବାରକୁ ସେମ୍ ପ୍ରୟୋଗ କରିବେ। ସେହିପରି ଆପଣ ଯେତିକି ଦିନ ସମୟ ଦେଇଥିବେ ପଇସା ଫେରାଇବା ପାଇଁ, ସେତିକି ଦିନ ଭିତରେ ଯେତୋଟି ବୁଧବାର ପଡ଼ିବ ସେତିକି ବୁଧବାର ଆପଣ ଏହି ଉପାୟକୁ ପୁରା ସେମ୍ ତରିକାରେ କରିବେ। ଆଉ ଏହି ଉପାୟଟିକୁ ପୁରା ସଚ୍ଚା ଆଉ ଶ୍ରଦ୍ଧାର ସହ କରନ୍ତୁ। ଆଉ ଦେଖିବେ ଉପାୟଟି କରିଲା ବେଳେ ଯେଉଁ ସମୟ ଦେଇଥିବେ ସେହି ସମୟ ପୁରା ହେବା ପୂର୍ବରୁ ମଧ୍ୟ ଆପଣଙ୍କୁ ଆପଣଙ୍କର ପଇସା ଫେରି ପାଇବେ। ନାହିଁ ତ ଆପଣଙ୍କର ସମୟ ପୁରା ହେବା ପରେ ପରେ ଆପଣ ଆପଣଙ୍କର ପଇସା ଫେରସ୍ତ ପାଇବେ। ଉପାୟଟିକୁ ନିହାତି କରନ୍ତୁ। ଉପାୟଟି ଆପଣଙ୍କର 100% ସଫଳ ଦେବ। ଆଜିର ଏହି ଉପାୟଟି, ଯଦି ଆପଣଙ୍କର ଘର ଭଡ଼ା ଆପଣ ପାଇପାରୁନାହାନ୍ତି ତେବେ ଘର ଭଡ଼ା ପାଇଁ ମଧ୍ୟ ସେମ୍ ଉପାୟ କରନ୍ତୁ। ସେହି ବ୍ୟକ୍ତିଙ୍କର ଫଟୋ ବା କାଗଜରେ ଏହିଭଳି ନାମ ଲେଖି ଏଇଭଳି ଉପାୟ କରନ୍ତୁ, ଆପଣଙ୍କର ପଇସା ଫେରି ପାଇବେ। ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ନୂଆ ଅଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ ଏପର୍ଯ୍ୟନ୍ତ କରିନାହାନ୍ତି ତାହେଲେ ଏବେ ହିଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବେଇ ଦିଅନ୍ତୁ, ଯାହାଫଳରେ ଆମର ପ୍ରତ୍ୟେକ ନୂଆ ନୂଆ ଭିଡ଼ିଓ ଆପଣଙ୍କ ପାଖରେ ଯାଇ ପହଞ୍ଚିବ। ଆଜି ପାଇଁ ରହୁଛି। ପୁଣି ଦେଖାହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓ ମାଧ୍ୟମରେ। ଜୟ ଜଗନ୍ନାଥ।